ସାଙ୍ଗମାନେ ଶିବ ପୁରାଣ ଅନୁଯାୟୀ ଅଧ୍ୟାୟ 25 ବୈଦେଶ୍ୱର ସଂହିତାରେ ରୁଦ୍ରାକ୍ଷ ବିଷୟରେ ଉଲ୍ଲେଖ କରାଯାଇଛି। ରୁଦ୍ରାକ୍ଷର ଉତ୍ପନ୍ନ କେମିତି ହେଲା, ରୁଦ୍ରାକ୍ଷ ସମ୍ପୂର୍ଣ୍ଣ କେତେମୁଖୀ ହୋଇଥାଏ ଏବଂ କେଉଁ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା କ'ଣ ହୋଇଥାଏ। ଆଉ ସାଙ୍ଗମାନେ ରୁଦ୍ରାକ୍ଷ ଧାରଣ କରିବାର ମହିମା ଏବଂ ଏହାର ବିଭିନ୍ନ ବେଦକୁ ସମ୍ପୂର୍ଣ୍ଣ ରୂପରେ ବର୍ଣ୍ଣନା କରାଯାଇଛି। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ଅତ୍ୟନ୍ତ ପ୍ରିୟ। ରୁଦ୍ରାକ୍ଷର ଦର୍ଶନ, ସ୍ପର୍ଶ ତଥା ଜପ କଲେ ଏହା ସମସ୍ତ ପାପ ବିନାଶକାରୀ ବୋଲି କୁହାଯାଇଛି। ଆଉ ସାଙ୍ଗମାନେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଥିଲେ ଯେ ମହାଦେବୀ, ମୁଁ ମୋର ପ୍ରିୟ ଭକ୍ତଙ୍କ ଶୁଭ କାମନା ପାଇଁ ରୁଦ୍ରାକ୍ଷର ମହିମା ବର୍ଣ୍ଣନା କରୁଛି, ଧ୍ୟାନ ଦେଇ ଶୁଣ। ଥରେ ମୁଁ 1000 ବର୍ଷ ଧରି କଠୋର ତପସ୍ୟା କରୁଥିବା ବେଳେ ହଠାତ୍ ଦିନେ ମୋର ମନ ବିଚଳିତ ହୋଇ ଉଠିଲା। ଯେତେବେଳେ ମୁଁ ମୋର 2 ଆଖି ଖୋଲିଲି, ମୋର ସୁନ୍ଦର ଆଖିରୁ କିଛି ବୁନ୍ଦା ଲୁହ ଝରି ପଡ଼ିଲା। ସେହି ଲୁହରୁ ରୁଦ୍ରାକ୍ଷ ନାମକ ଏକ ଗଛ ଜନ୍ମ ହେଲା। ଭକ୍ତମାନଙ୍କୁ ଆଶୀର୍ବାଦ ଦେବା ପାଇଁ ମୁଁ ସେହି ରୁଦ୍ରାକ୍ଷକୁ ବିଷ୍ଣୁଙ୍କ ଭକ୍ତ ଏବଂ 4ଟି ବର୍ଣ୍ଣର ଲୋକଙ୍କୁ ବଣ୍ଟନ କଲି। ମଣିଷ ଯଥାକ୍ରମେ ନିଜର ବର୍ଣ୍ଣ ଅନୁଯାୟୀ ନିଜ ଜାତିର ରୁଦ୍ରାକ୍ଷ ପିନ୍ଧିବା ଉଚିତ। ସମସ୍ତ 4 ବର୍ଣ୍ଣର ଲୋକ ଏବଂ ଶିବଙ୍କର ବିଶେଷ ଭକ୍ତ ଯେଉଁମାନେ ଶିବ ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଇଚ୍ଛା ରଖନ୍ତି, ସେମାନେ ନିଶ୍ଚିତ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଯେଉଁ ରୁଦ୍ରାକ୍ଷଟି ଅଁଳା ଫଳ ସହିତ ସମାନ ତାହାକୁ ଶ୍ରେଷ୍ଠ ରୁଦ୍ରାକ୍ଷ ବୋଲି କୁହାଯାଇଛି ଏବଂ ବରକୋଳି ଫଳ ସହିତ ସମାନ ଥିବା ରୁଦ୍ରାକ୍ଷକୁ ମଧ୍ୟମ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ଚଣା ସହ ସମାନ ରୁଦ୍ରାକ୍ଷକୁ ନିମ୍ନ ଶ୍ରେଣୀରେ ଗଣନା କରାଯାଇଛି। ରୁଦ୍ରାକ୍ଷର ଶ୍ରେଷ୍ଠତା ପରୀକ୍ଷା କରିବା ପାଇଁ ଏହା ହେଉଛି ଦ୍ୱିତୀୟ ସର୍ବୋତ୍ତମ ପ୍ରକ୍ରିୟା। ଏହା କହିବାର ଉଦ୍ଦେଶ୍ୟ ଭକ୍ତଙ୍କ ଲକ୍ଷଣ ପାଇଁ ଅଟେ। ଯେଉଁ ରୁଦ୍ରାକ୍ଷଟି ବରକୋଳି ଫଳ ସହିତ ସମାନ ହେଲେ ମଧ୍ୟ ଏହା ସର୍ବୋତ୍ତମ ଫଳ ପ୍ରଦାନ କରେ ଏବଂ ସୁଖ ଓ ସମୃଦ୍ଧି ବୃଦ୍ଧି କରିଥାଏ। ଆଉ ଯେଉଁ ରୁଦ୍ରାକ୍ଷଟି ଏକ ଅଁଳା ଫଳ ସହିତ ସମାନ, ସେ ସମସ୍ତ ଅସୁବିଧାର ବିନାଶକାରୀ। ଏବଂ ଯେଉଁ ରୁଦ୍ରାକ୍ଷଟି ଚଣା ପରି 1 ଗ୍ରାମ ଠାରୁ ମଧ୍ୟ ଛୋଟ, ସେ ସମସ୍ତ ଇଚ୍ଛା ପୂରଣ କରିଥାଏ ଓ ତାହାଦ୍ୱାରା ମନୋବାଞ୍ଛା ଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ଆଉ ରୁଦ୍ରାକ୍ଷ ଯେତେ ଛୋଟ ହୋଇଥାଏ ସେତେ ଅଧିକ ଫଳପ୍ରଦ ହୋଇଥାଏ। ପ୍ରତ୍ୟେକ ଛୋଟ ରୁଦ୍ରାକ୍ଷ ଏକ ବଡ଼ ରୁଦ୍ରାକ୍ଷ ଅପେକ୍ଷା 10 ଗୁଣ ଅଧିକ ଫଳପ୍ରଦ ବୋଲି କୁହାଯାଇଛି। ପାପ ନଷ୍ଟ କରିବା ପାଇଁ ରୁଦ୍ରାକ୍ଷ ପିନ୍ଧିବା ଆବଶ୍ୟକ ବୋଲି କୁହାଯାଇଛି। ଏହି ଭାଗରେ କେଉଁପରି ରୁଦ୍ରାକ୍ଷ ଧାରଣ କରିବା ଉଚିତ ସେ ବିଷୟରେ କୁହାଯାଇଛି। ଯେଉଁ ରୁଦ୍ରାକ୍ଷଟି କୀଟ ପତଙ୍ଗ ଦ୍ୱାରା ଦୂଷିତ ହୋଇଯାଇଛି, ଯାହା ଭାଙ୍ଗି ଯାଇଛି, ଯାହାର ଫୁଲ ଶସ୍ୟ ନାହିଁ, ଯେଉଁଠି ରଙ୍ଗୀନ ଏବଂ ଯେଉଁଠି ସମ୍ପୂର୍ଣ୍ଣ ଖୋଲା ନାହିଁ, ଏହି 5 ପ୍ରକାରର ରୁଦ୍ରାକ୍ଷକୁ ପରିତ୍ୟାଗ କରାଯିବା ଉଚିତ। ଆଉ ଯେଉଁ ରୁଦ୍ରାକ୍ଷରେ ମାଳା ବନେଇବାକୁ ସ୍ୱତଃ ଛିଦ୍ର ଥାଏ, ସେହି ରୁଦ୍ରାକ୍ଷ ହେଉଛି ସର୍ବୋତ୍ତମ ରୁଦ୍ରାକ୍ଷ। ଆଉ ଯେଉଁ ରୁଦ୍ରାକ୍ଷଟି ମାନବ ଦ୍ୱାରା ଛିଦ୍ରବିଦ୍ଧ ହୋଇଛି, ଏହି ପ୍ରକାର ରୁଦ୍ରାକ୍ଷ ମଧ୍ୟମ ଶ୍ରେଣୀର ଅନ୍ତର୍ଭୁକ୍ତ। ଏହି ଭାଗରେ କେତୋଟି ରୁଦ୍ରାକ୍ଷ ପିନ୍ଧିବା ଉଚିତ ସେହି ବିଷୟରେ କୁହାଯାଇଛି। ପଣ୍ଡିତ ପୁରୁଷମାନେ ବେଦମନ୍ତ୍ର ଉଚ୍ଚାରଣ କରି 2 ହାତରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ଆଉ ବେକରେ ପ୍ରଭୁ ଶ୍ରୀରାମଙ୍କ ମନ୍ତ୍ର ଉଚ୍ଚାରଣ କରି 350 ରୁଦ୍ରାକ୍ଷ ଥିବା ମାଳା ପିନ୍ଧିବା ଉଚିତ କିମ୍ବା ମୂଳ ମନ୍ତ୍ର ଓମ୍ ନମଃ ଶିବାୟ ଉଚ୍ଚାରଣ କରି ସମସ୍ତ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ସାଙ୍ଗମାନେ ମୋର ଭିଡ଼ିଓଟିକୁ ଶେଷ ଯାଏଁ ଦେଖିବେ। ଆଉ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ। ଆଉ ନୂଆ ଥିଲେ ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିଦେବେ। ଆଉ କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିଦେବେ। ଆଉ ସାଙ୍ଗମାନେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିମାନେ ନିଜ ଖାଦ୍ୟରେ ମଦ୍ୟପାନ, ଆମିଷ, ରସୁଣ, ପିଆଜ ଇତ୍ୟାଦି ତ୍ୟାଗ କରିବା ଉଚିତ। ଆଉ ସାଙ୍ଗମାନେ ରୁଦ୍ରାକ୍ଷ ସମ୍ପୂର୍ଣ୍ଣ 4 ପ୍ରକାରର ହୋଇଥାଏ। ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଜନ୍ମ ଜନ୍ମର ପାପ କ୍ଷୟ ହୋଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ସେଥିମଧ୍ୟରୁ ଧଳା ରୁଦ୍ରାକ୍ଷକୁ କେବଳ ବ୍ରାହ୍ମଣମାନେ ହିଁ ପିନ୍ଧିବା ଉଚିତ। ଗାଢ଼ ଲାଲ ରଙ୍ଗର ରୁଦ୍ରାକ୍ଷ କ୍ଷତ୍ରିୟ ପାଇଁ ଲାଭଦାୟ ବୋଲି କୁହାଯାଏ ଏବଂ ବୈଷ୍ଣବ ପାଇଁ ହଳଦିଆ ରଙ୍ଗର ରୁଦ୍ରାକ୍ଷ ପିନ୍ଧିବା ଆବଶ୍ୟକ।
ଏବଂ ଶୂଦ୍ରମାନେ କଳା ରଙ୍ଗର ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଆଉ ବେଦ ଅନୁସାରେ ବ୍ରହ୍ମଚାରୀ, ବାନପ୍ରସ୍ଥ, ଗୃହସ୍ଥ ଆଉ ସନ୍ନ୍ୟାସୀ ସମସ୍ତଙ୍କୁ ନିୟମ ଅନୁଯାୟୀ ରୁଦ୍ରାକ୍ଷ ପିନ୍ଧିବା ଉଚିତ। ସମସ୍ତେ ଶ୍ଲୋକ ଉଚ୍ଚାରଣ କରି ରୁଦ୍ରାକ୍ଷ ପିନ୍ଧିବାର ନିୟମ ଅଛି। ଯାହାର କପାଳରେ ତ୍ରିପୁଣ୍ଡ ଲାଗିଥାଏ ଏବଂ ସମସ୍ତ ଅଙ୍ଗ ରୁଦ୍ରାକ୍ଷ ସହିତ ସଜାଯାଇଥାଏ ଏବଂ ଯିଏ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ତାଙ୍କୁ ଦେଖିଲେ ସ୍ୱୟଂ ଶିବଙ୍କ ଦର୍ଶନର ଫଳ ପ୍ରାପ୍ତି ହୋଇଥାଏ। ରୁଦ୍ରାକ୍ଷ ଅନେକ ପ୍ରକାରର କୁହାଯାଇଛି। ମୁଁ ସେମାନଙ୍କ ପାର୍ଥକ୍ୟ ବର୍ଣ୍ଣନା କରି କହୁଛି। ପ୍ରଥମ, ଏକମୁଖୀ ରୁଦ୍ରାକ୍ଷ ଭଗବାନ ଶିବଙ୍କର ସ୍ୱରୂପ ସହ ସମାନ। ଏହା ଐଶ୍ୱର୍ଯ୍ୟ ଏବଂ ମୋକ୍ଷ ଫଳ ପ୍ରଦାନ କରିଥାଏ। ଯେଉଁଠାରେ ରୁଦ୍ରାକ୍ଷ ପୂଜା କରାଯାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ଆଉ ସେହି ସ୍ଥାନର ସମସ୍ତ ଅସୁବିଧା ନଷ୍ଟ ହୋଇଥାଏ ଏବଂ ସେଠାରେ ରହୁଥିବା ଲୋକଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ। ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଆଉ କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିଦେବେ। ଏବେ ଜାଣିବା ଦୁଇମୁଖୀ ରୁଦ୍ରାକ୍ଷ ବିଷୟରେ। ଦୁଇମୁଖୀ ରୁଦ୍ରାକ୍ଷକୁ ଦେବ ଦେବେଶ୍ୱର ବୋଲି କୁହାଯାଇଛି। ସେ ସମସ୍ତଙ୍କ ଇଚ୍ଛା ଏବଂ ଫଳର ଦାତା ଅଟେ। ଆଉ ତିନିମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ସର୍ବଦା ସିଧାସଳଖ ତପସ୍ୟାର ଫଳ ଦେଇଥାଏ। ଆଉ ଚାରିମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ସାକ୍ଷାତ ବ୍ରହ୍ମାଙ୍କର ରୂପ ବୋଲି କୁହାଯାଇଛି। ଏହି ରୁଦ୍ରାକ୍ଷର ଦର୍ଶନ ଓ ସ୍ପର୍ଶ ଦ୍ୱାରା ଅତି ଶୀଘ୍ର ଧର୍ମ, ଅର୍ଥ, କାର୍ଯ୍ୟ ଏବଂ ମୋକ୍ଷ ମିଳିଥାଏ। ଆଉ ପଞ୍ଚମୁଖୀ ରୁଦ୍ରାକ୍ଷ ହେଉଛି ସାକ୍ଷାତ ଶିବଙ୍କର ରୁଦ୍ର ରୂପ। ଏହା ସମସ୍ତଙ୍କୁ ମୁକ୍ତି ପ୍ରଦାନ କରିଥାଏ ଏବଂ ମନୋବାଞ୍ଛା ଫଳ ପ୍ରଦାନ କରିବାରେ ସକ୍ଷମ ଅଟେ। ପଞ୍ଚମୁଖୀ ରୁଦ୍ରାକ୍ଷ ସମସ୍ତ ପାପ ନାଶ କରିଥାଏ। ଛଅମୁଖୀ ରୁଦ୍ରାକ୍ଷ ହେଉଛି କାର୍ତ୍ତିକେୟଙ୍କ ସ୍ୱରୂପ। ଯଦି ଏହାକୁ ଡାହାଣ ହାତରେ ପିନ୍ଧାଯାଏ ତେବେ ଧାରଣ କରିଥିବା ବ୍ୟକ୍ତିର ବ୍ରହ୍ମହତ୍ୟା ପରି ପାପରୁ ମୁକ୍ତି ହୋଇଥାଏ। ଆଉ ସାତମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ଆନନ୍ଦର ସ୍ୱରୂପ ଏବଂ ଆନନ୍ଦ ନାମରେ ହିଁ ପ୍ରସିଦ୍ଧ ଅଟେ। ଏହାକୁ ପିନ୍ଧିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ। ଆଠମୁଖୀ ଥିବା ରୁଦ୍ରାକ୍ଷ ହେଉଛି ଅଷ୍ଟମୂର୍ତ୍ତି ଭୈରବୀଙ୍କର ରୂପ। ଏହାକୁ ପିନ୍ଧିବା ଦ୍ୱାରା ମଣିଷ ସମ୍ପୂର୍ଣ୍ଣ ଆୟୁ ପାଇଥାଏ। ନଅମୁଖୀ ରୁଦ୍ରାକ୍ଷ ମହେଶ୍ୱରୀ ଦୁର୍ଗା ଏବଂ କପିଳ ମୁନିଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଆଉ ଯିଏ 9ଟି ରୂପ ନେଇଥାନ୍ତି ଏହାର ମୁଖ୍ୟ ଦେବତା ଭାବରେ ବିବେଚନା କରାଯାଏ। ଆଉ ସାଙ୍ଗମାନେ, ଯେଉଁ ମନୁଷ୍ୟ ଭକ୍ତି ଓ ଉତ୍ସର୍ଗୀତ ମନୋଭାବରେ ବାମ ହାତରେ 9ମୁଖୀ ରୁଦ୍ରାକ୍ଷକୁ ପିନ୍ଧନ୍ତି ସେ ନିଶ୍ଚିତ ଭାବରେ ଶିବଙ୍କର ସମାନ ସର୍ବେସର୍ବା ହୋଇଥାଏ। ଆଉ 10ମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ଭଗବାନ ବିଷ୍ଣୁଙ୍କର ରୂପ ବୋଲି କୁହାଯାଇଥାଏ। ସାଙ୍ଗମାନେ, ଏହାକୁ ନିଷ୍ଠାର ସହ ପିନ୍ଧିବା ଦ୍ୱାରା ମନୁଷ୍ୟର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଆଉ 11ମୁଖୀ ରୁଦ୍ରାକ୍ଷ ହେଉଛି ରୁଦ୍ର ରୂପ। ଏହାକୁ ପିନ୍ଧିବା ଦ୍ୱାରା ମନୁଷ୍ୟ ସର୍ବବିଜୟୀ ହୋଇଥାଏ। 12ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମନୁଷ୍ୟକୁ ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ। ହେ ମନୁଷ୍ୟ, ଏହି ପ୍ରକାରର ରୁଦ୍ରାକ୍ଷ ବିଷୟରେ କିଛି କିଛି ପାର୍ଥକ୍ୟ କଥା ଏଠାରେ କୁହାଯାଇଛି। ଏହି ରୁଦ୍ରାକ୍ଷ ଧାରଣ କରିବା ପାଇଁ କିଛି ମନ୍ତ୍ରକୁ ଧ୍ୟାନ ଦେଇ ଶୁଣ। ଓମ୍ ନମଃ, ଓମ୍ ହ୍ରୀଂ ନମଃ, ଓମ୍ କ୍ଲିଂ ନମଃ, ଓମ୍ ହ୍ରୀଂ କ୍ଲିଂ ନମଃ, ଓମ୍ ନମଃ। ଉକ୍ତ ମନ୍ତ୍ରକୁ ଏକମୁଖୀ ରୁଦ୍ରାକ୍ଷରୁ 12ମୁଖୀ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ 108 ଥର ଉଚ୍ଚାରଣ କରି ବେଲପତ୍ର ଦ୍ୱାରା ଗଙ୍ଗାଜଳ ଛିଞ୍ଚି ଶ୍ରଦ୍ଧା ଓ ଭକ୍ତିର ସହ ନିଜର ସବୁ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ରୁଦ୍ରାକ୍ଷ ଧାରଣ କରିବାର ବିଧାନ ଅଛି। ଏହିପରି ଭାବରେ ଯେଉଁ ମନୁଷ୍ୟ ରୁଦ୍ରାକ୍ଷ ଧାରଣ କରିଥାଏ ସେହି ମନୁଷ୍ୟ ଉପରେ ଶିବ, ଭଗବାନ ବିଷ୍ଣୁ, ଦେବୀ ଦୁର୍ଗା, ଗଣେଶ, ସୂର୍ଯ୍ୟ ଏବଂ ଅନ୍ୟ ସମସ୍ତ ଦେବୀ ଦେବତା ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଏଠାରେ ମୁଁ ଆପଣ ସମସ୍ତଙ୍କ ଆଗରେ ବୈଦେଶ୍ୱର ସଂହିତାର ବର୍ଣ୍ଣନା କରିଛି। ଏହି ବୈଦେଶ୍ୱର ସଂହିତା ସମ୍ପୂର୍ଣ୍ଣ ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ତଥା ଭଗବାନ ଶିବଙ୍କ ଆଦେଶରେ ଅନନ୍ତ ମୋକ୍ଷ ପ୍ରଦାନ କରିଥାଏ। ଆଉ ସାଙ୍ଗମାନେ, ଏହି ଭିଡ଼ିଓ ମାଧ୍ୟମରେ ଯଦି ଆପଣମାନେ କିଛି ରୁଦ୍ରାକ୍ଷ ବିଷୟରେ ଶିଖିବା ପାଇଁ ପାଇଥିବେ ତାହେଲେ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଆଉ କମେଣ୍ଟରେ ହର ହର ମହାଦେବ ଲେଖିଦେବେ। ରହୁଛି ସାଙ୍ଗମାନେ, ଓମ୍ ନମଃ ଶିବାୟ।